ଆଜି ମା ହିଙ୍ଗୁଳାଙ୍କର ପୂଜା। ଏଠି ବହୁତ ଦୂର ଦୂରରୁ ଲୋକମାନେ ଆସନ୍ତି। ତ ଆଜି ମୁଁ ମଧ୍ୟ ସକାଳୁ ରେଡି ହେଇଯାଇଛି ମାଙ୍କ ପାଖକୁ ଯିବି ବୋଲି। ଆଉ ଏପଟେ ଦେଖନ୍ତୁ ସୂର୍ଯ୍ୟ ଉଦୟ ହଉଛନ୍ତି ଆଉ ଏପଟେ ଚନ୍ଦ୍ରମା ଅସ୍ତ ହଉଛନ୍ତି। ତ ମୁଁ ଏପଟେ ବାହାରି ପଡିଛି ପେଟ୍ରୋଲ ପକେଇକି ଆଉ ରାସ୍ତାରେ ଏବେ ଟିକେ ଠିଆ ହେଇଥିଲି। ତାପରେ ମୁଁ ମୋର ଡେଷ୍ଟିନେସନ ପାଇଁ ଆଗକୁ ଆଗକୁ ମାଡି ଚାଲିଛି। ଆଉ ଫାଇନାଲି 1 ଘଣ୍ଟା ପରେ ଯାଇକି ଏବେ ମୁଁ ପହଞ୍ଚି ଯାଇଛି ହିଙ୍ଗୁଳା ମନ୍ଦିର ପାଖାପାଖି। ଏଇ ଯୋଉ ପାର୍କିଂ ଏରିଆଟା ହଉଛି ମନ୍ଦିର ପାଖାପାଖି ପାର୍କିଂ ଏରିଆ। ଏଠି ବି ପୁରା ଗାଡି ଭରି ଗଲାଣି। ଏବେ ପାଖାପାଖି ଟାଇମ ହଉଛି 6:45 ରୁ 6:50। ତ ମୁଁ ମୋର ଜିନିଷ ସବୁ ନେଇଛି। ଏଠି ନଡିଆ ନେଇଛି, ଗାଡିର ଚାବି ଦେଇକି ହ୍ୟାଣ୍ଡେଲ ଲକ୍ କରି ନେଇଛି। ଆଉ ଏବେ ମୁଁ ଚାଲି ଚାଲିକା ଯାଉଛି। ପାଖାପାଖି 15 ମିନିଟ ମୋର ଚାଲିବା ପରେ ମୁଁ ଏବେ ପହଞ୍ଚି ଯାଇଛି ମନ୍ଦିର ପାଖରେ। ଆଉ ଏଇ ଦେଖନ୍ତୁ ମନ୍ଦିର ଦେଖା ହଉଛି। ଆଉ ସକାଳୁ ବି ଏତେ ଭିଡ ହେଇଯିବ ବୋଲି ମୁଁ କେବେ ଆଶା ହିଁ କରିନଥିଲି। ମୁଁ ଭାବିଥିଲି ଫାଙ୍କା ଥିବ, କିନ୍ତୁ ବହୁତ ହି ଭିଡ ଥିଲା। ଠେଲା ପେଲାରେ ପଶିଲି। ଇଏ ହଉଛି ଯଜ୍ଞ ମଣ୍ଡପ ଆଉ ଏପଟେ ହଉଛି କୁଣ୍ଡ, ଯୋଉଥିରେ ସବୁ ଆପଣଙ୍କର ମାନସିକ ଥିବ, ଯୋଉଟା ଯାହା ବି ହଉ ସେଟା ଆପଣଙ୍କର ଏଠି ନିଆଁ ଲଗା ହବ। ତ ମୁଁ ଏଠି କୁଣ୍ଡରେ ମୋର ନଡିଆ ଦେଇଦେଲି। ତାପରେ ଏଇ ଦେଖନ୍ତୁ ମନ୍ଦିର, ଏଠି ବି ବହୁତ ଲାଇନ ଲାଗିଛି। ଗୋଟେ ନୁହେଁ, ପାଖାପାଖି 4-5ଟା ଲାଇନ ଲାଗିଛି। ତ ଲାଇନ ରେ ଠିଆ ହେଇକି ମନ୍ଦିର ଭିତରକୁ ଯାଇକି ଏଠି ମୁଁ ମାଙ୍କର ପୂଜା କରିନେଲି। ତାପରେ ମୁଁ ଏଇ ବାହାରି ଆସିଛି ଏବେ ଭିଡରୁ। ଆଉ ଏବେ ନେଇନେଲି ଚଣା। ମେଳା ଆସିଛି ମାନେ ତ ଚଣା ଉଖୁଡା ନେବି ହିଁ ନେବି। ମୋର ବହୁତ ହି ପସନ୍ଦ, ନେଇଛି। ଆଉ ଏବେ ମୁଁ ବାହାରି ପଡିଛି ଘରକୁ। ଦେଖାହବ ଆଉ ଗୋଟେ ନୂଆ ଭିଡିଓରେ। ରହୁଛି, ବାଏ।